श्री जगन्नाथ मद्गुरुः श्री जगद्गुरुः मदात्मा सर्वभूतात्मा तस्मै श्री गुरवे नमः। अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्री गुरवे नमः। तस्मै श्री गुरवे नमः। पूज्य स्वामीजी महाराज भास्कर मूसा, कृष्ण मूसा, शांति मौसी, विजय भाई, ज्ञान भाई, मंडल भाई, प्रमोद भाई, नव भाई एवं उपस्थित मोर पूजनीय भक्तमंडली एवं श्रद्धेय ग्रामवासी मान कहवाटा गोटे माने काठिकर पाठ बोली भावुँ तेणु कौन कहवा ये किसी दिन है अनुभव करुच्ची जे समस्ते होचंदे दिव्य आत्मा तेणु क्या आगे निजर किसी ज्ञान बा निजर गारिमा बा निजर बड़पण देखार किसी माने ना तेणु विधि दृष्टि बा फर्मालिटी दृष्टि जेहेतु किसी कही तेणु से विषय किसी कह आमर ये जो श्री लोकनाथ देव दातव्य चिकित्सालय यार मुख्य पुरोधा हेले स्वामी भागवतानंद पुरी महाराज जी आपण सम्मुख में बस हॉस्पिटल बा चिकित्सालय हूँ आत्मा तेणु केमती लोक मानकर टिके सेवा हो पार चिकित्सा हो पार सेटा हूँ मुख्य उद्देश्य आध्यात्मिक कथा तो आपण मैंने जानी तेणु शास्त्र अध्ययन कलापर जमती मुनि ऋषि मैंने जे परोपकाराय स्वर्गाय नरकाय परपीड़न तेणु से भावधारा को जोटा कि आमर जातीय भावधारा कर चले त्याग और सेवा ताकू सत्संग माध्यम केमती लोक मान पाखे आम पहुँचे पारिबा सेटा होची तांकर स्वप्न आउ अभिलाषा। मुख्य पुरोधा जदिओ सीए तांको मुख्य पुरोधा सी सब बेले मानाधिकार दे आछंती श्री लोकनाथ एवं श्री जगन्नाथ तेणु श्री लोकनाथ श्री जगन्नाथ को अग्राधिकार दे सी आम समस्त को काम प्रेरणा जोगे आसुच्च मु तो रही बुर्लारे मोर एठी आसिया को इच्छा हुए बेले बेले माने सेठी काम जोग हो बा देहर असुस्थता जोग हो बा पारिवारिक समस्या जोग हो सब बेले प्रति मासरे धराबंध भाव में आसिया पे मोर इच्छा हुए ना किंतु ठीक थी चतुर्थ शनिवार बाकी थो स्वामीजी निश्चय दुथर फोन करेंगे कि कैंप करेंगे अल्प हो से कैंप कर देकी आस तेणु भितर आमर आध्यात्मिक कथबार्ता एति आउ कि नहीं कैंप छड़ा द्वितीय कथा भगवान के विषय के आलोचना कि लोकनाथ जगन्नाथ विषय के आलोचना से विषय के विशेष है नहीं किंतु यही काम भितर जहाँ हेबा कथा परिवर्तन तो हठात हेनी आम सब माने
ନର୍କଗାମୀ ମଣିଷ। ତେଣୁ ଏଇ ଯେଉଁ ଟିକେ ଟିକେ ପ୍ରେରଣା ଏବଂ ଆମର କିଛିଟା ଉଦ୍ୟମ, ଏହା ଫଳରେ ଆମେ ଟିକେ ଟିକେ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛୁ ଏବଂ ସେଥିପାଇଁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲୋକନାଥଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି, ଏଇଟାକୁ ଅସ୍ୱୀକାର କରିହେବ ନାହିଁ। এই ହସ୍ପିଟାଲ କାମ ପାଇଁ ସହଯୋଗ କରି ଆସୁଛନ୍ତି ସବୁବେଳେ। ଆଗରୁ ଡମ୍ବରୁ ବାବୁ ଥିଲେ, ଯାହାଙ୍କର କଥା କହିଲେ ନିଶ୍ଚିତ ରୂପରେ ମନ ଭିତରେ ଦୁଃଖ ଆସିବ, ତେଣୁ ତାଙ୍କ କଥା ବେଶୀ ଆଲୋଚନା କରିହେବ ନାହିଁ। ଏବେ ବି ନନ୍ଦମୂଷା ଶଯ୍ୟାଶାୟୀ ହେଇକି ପଡ଼ିଛନ୍ତି, କିନ୍ତୁ ସିଏ ବି ଗୋଟେ ମନ ପ୍ରାଣ ଦେଇକି ବହୁ ବର୍ଷ এই ହସ୍ପିଟାଲର କାର୍ଯ୍ୟକ୍ରମକୁ ଆଗେଇ ନେଉଥିଲେ ଏବଂ ବର୍ତ୍ତମାନ ମୁଖ୍ୟ ସ୍ରୋତର ଆଗରେ ଅଛନ୍ତି ଆମର କୃଷ୍ଣ ମୂଷା ଆଉ ଶାନ୍ତି ମାଉସୀ। এই କିଛି ଦିନ ତଳେ ଆମେ ମାଲକାନଗିରି ଯାଇଥିଲୁ, ସମସ୍ତେ 8-10 ଜଣ ଯାଇଥିଲୁ। ମାଲକାନଗିରିର ଗୋଟେ ଆଦିବାସୀ ଅଞ୍ଚଳରେ ଭଗବାନ ଶିବଙ୍କର ଜ୍ୟୋତିର୍ଲିଙ୍ଗଙ୍କ ନାଁରେ, ଓଙ୍କାରେଶ୍ୱରଙ୍କ ନାଁରେ ମନ୍ଦିର ପ୍ରତିଷ୍ଠା ହେଲା। ଆଉ କୃଷ୍ଣ ମଉସା, ଶାନ୍ତି ମାଉସୀ, ପ୍ରମୋଦ ଭାଇ, ଆମେ ସମସ୍ତେ ଗୋଟେ ଆଦିବାସୀ ଗାଁରେ ରହିଥିଲୁ। ରାତିରେ ଆମେ 3 ଦିନ ସେଠି କଟେଇଥିଲୁ। ତେଣୁ ବର୍ତ୍ତମାନ ସିଏ ମାନେ ୟାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି ଏବଂ ସିଏ ବି ଜଣେ ଯୁବକ ଭଳିଆ, ଯେମିତି ମଉସା 85 ବର୍ଷ ବୟସରେ ବି ଜଣାପଡ଼ୁନାହାନ୍ତି ଯେ ତାଙ୍କୁ 50 ବର୍ଷ ବୟସ ହେଲା ଭଳି, ସେମିତି କୃଷ୍ଣ ମଉସା ମଧ୍ୟ ତାଙ୍କୁ ବି କିଛି କମ୍ ବୟସ ନୁହଁ, ନିହାତି ଅତି କମରେ 70 ଉପରେ ହେଇଥିବ। ତେଣୁ ଏଇ ବୟସରେ ବି ସେ 50 ବର୍ଷର ଲୋକ ଭଳିଆ କାମ କରୁଛନ୍ତି। ତେଣୁ ସମସ୍ତଙ୍କର ସହଯୋଗ ଯୋଗୁଁ ଆଜି ହସ୍ପିଟାଲଟି ବେଶୀ ଆଗକୁ ବଢ଼ି ନପାରିଲେ ମଧ୍ୟ ବଞ୍ଚିକି ରହିଛି। ତେଣୁ ଆମର ଭାବ ହେଉଛି ବଡ଼ ଜିନିଷ। ତେଣୁ ଯେମିତି ମୁଁ ବେଳେବେଳେ ଭାବେ, ଯେଉଁ ଟିଭିରେ ସତ୍ସଙ୍ଗ ଦେଖିଲା ବେଳେ, ଯେ ଜଣେ ଜଣେ ବାବାଜୀଙ୍କର ସତ୍ସଙ୍ଗରେ ବୋଧେ ଲକ୍ଷ ଲୋକ ବସିଥିବେ। ଯଦି ଗୋଟେ ସତ୍ସଙ୍ଗରେ ଲକ୍ଷ ଲୋକ ବସିଲେ ତାହେଲେ ସେ କ'ଣ ଶୁଣୁଥିବେ କ'ଣ, ଆଉ ତାକୁ ନିଜକୁ ଆସେମିଲେଟ୍ କ'ଣ କରୁଥିବେ, କ'ଣ ପ୍ରଭାବ ପଡ଼ୁଥିବ। ଯେମିତି ଆମେ ଆମ ପିଲାମାନଙ୍କୁ ଟ୍ୟୁସନ୍ ଦେଲାବେଳକୁ ଯେଉଁଠି 4-5 ଜଣ ପିଲା ଥିବେ, ଆମେ ସେଇଠି ସେଇଭଳିଆ ଟିଚରଙ୍କୁ ଦେଉଛେ। ତେଣୁ ସେଇ ଦାୟିତ୍ୱ, ଏଇ ଭାବନାରେ ମୋର ଏ ସନ୍ଧ୍ୟାଟା ଦୂରୀଭୂତ ହେଲା ଯେ ଅତ୍ୟଧିକ ଜନସମାଗମ, ଯେ ସତ୍ସଙ୍ଗର ସଫଳତା ସେଇଟାକୁ ମାନି ହେବ ନାହିଁ ହେଲା। ଅତ୍ୟଧିକ ଜନସମାଗମ ଯେ ସତ୍ସଙ୍ଗର ସଫଳତା ସେଇଟାକୁ ମାନି ହେବ ନାହିଁ। 5ଟା ଲୋକର ମଧ୍ୟ ସତ୍ସଙ୍ଗ କରିହେବ, ଗୋଟିଏ ଲୋକର ଜୀବନ ପରିବର୍ତ୍ତନ ହେଲେ ବହୁତ ବଡ଼ କଥା। ତେଣୁ ସେଇଭଳିଆ ଆମେ ହୁଏତ ହସ୍ପିଟାଲରେ ଲକ୍ଷ ଲକ୍ଷ ଲୋକଙ୍କୁ ସେବା ଦେଇପାରୁନାହୁଁ, କିନ୍ତୁ ଯେଉଁ ଭାବରେ ଲଳିତ ସାର୍ ଆସୁଛନ୍ତି, କି ମୁଁ ଆସୁଛି, କି ମୋର ଆଉ ଗୋଟେ ସାଙ୍ଗ ମୁକ୍ତି ପ୍ରସାଦ ମିଶ୍ର ସିଏ ଆସୁଛି, ତେଣୁ ଏଇ ଯେଉଁ ଭାବଟା ଯୋଗୁଁ ହିଁ ଆଜି ହସ୍ପିଟାଲଟା ବଞ୍ଚିକି ରହିଛି। ତେଣୁ ଏଇଟାକୁ ଅସ୍ୱୀକାର କରିହେବ ନାହିଁ। ଆଉ ଏଥିପାଇଁ ଆମେ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲୋକନାଥଙ୍କ ପାଖରେ ବାରମ୍ବାର ଆମର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଯେ ସେ ଆମକୁ ଏ ସୁଯୋଗ ସବୁବେଳେ ଦେଉଥାନ୍ତୁ। ଯେମିତି ସାର୍ କହିଲେ, ଲଳିତ ସାର୍ କହିଲେ ଯେ ସୁଯୋଗ ମିଳେ ନାହିଁ, ପ୍ରକୃତରେ ସୁଯୋଗ ମିଳେ ନାହିଁ। ତେଣୁ ଆମେ ସମସ୍ତେ ସେ ସୁଯୋଗ ପାଇକି ଧନ୍ୟ। ଯାହା ଭବିଷ୍ୟତର ଆଶା ରହିଛି ତାହା ତ ସବୁଥର ଆମେ ଆଲୋଚନା କରୁଛୁ, କେମିତି ଗୋଟେ ସାରା ଓଡ଼ିଶା ପାଇଁ ନ୍ୟୁରୋଲୋଜି ବିଭାଗର ରୋଗୀ ବହୁତ ଅଛନ୍ତି। ଘରେ ଘରେ ଆଜିକାଲି ସମସ୍ତଙ୍କୁ ନ୍ୟୁରୋଲୋଜି ଡିଜିଜ୍, କାହାକୁ ଡାଇବେଟିସ୍ ହେଲାଣି, କାହାକୁ ବ୍ଲଡ଼ ପ୍ରେସର ହେଲାଣି, କାହାକୁ ପାରାଲିସିସ୍ ହେଲାଣି, କାହାକୁ ପାର୍କିନସନ୍ ହେଲାଣି, କାହାର ବ୍ରେନ୍ ଟ୍ୟୁମର ହେଲାଣି। ଏମିତି ହଜାର ହଜାର ରୋଗ ଖାଲି ନ୍ୟୁରୋଲୋଜି ରିଲେଟେଡ୍ ଡିଜିଜ୍ ଅଛି, ଯେଉଁଥିପାଇଁ ଗୋଟେ ଡେଡିକେଟେଡ୍ ହସ୍ପିଟାଲ ନାହିଁ। ଆମେ ଯେଉଁଠିକି ଯାଉଛେ ଆଜିକାଲି ବଡ଼ ହସ୍ପିଟାଲ ଭାବିକି ଯାଉଛେ, ଆକ୍ଚୁଆଲି ଆମେ ସେଠି ପ୍ରତାରିତ ହେଇକି ଆସୁଛେ। ଆମେ ପଇସା ଖର୍ଚ୍ଚ କରୁଛେ, ଆମେ ଧନ ସମ୍ପତ୍ତି ଇଏ କରୁଛେ, ଘରଦ୍ୱାର ବିକୁଛେ, ଜମିବାଡ଼ି ବିକୁଛେ, ଲାଷ୍ଟକୁ ଆମେ ମୃତପ୍ରାୟ ହେଇକି ମଧ୍ୟ ଆସୁଛେ। ତା ଅର୍ଥ ନୁହେଁ କି ଭଲ ହେଇକି ଆସୁନାହିଁ, କିନ୍ତୁ ସେଇ ଭାବଧାରାରେ କୌଣସି ହସ୍ପିଟାଲ ଏପର୍ଯ୍ୟନ୍ତ ଓଡ଼ିଶା ଭିତରେ ଅଛି ମୋ ନଜରରେ ନାହିଁ। ତେଣୁ ଆମର ଇଚ୍ଛା ଯେ ଯଦି ଶ୍ରୀ ଲୋକନାଥ ଏବଂ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ହୁଏ, ତାହେଲେ ନିଶ୍ଚିତ ରୂପରେ ଦିନେ ନ୍ୟୁରୋଲୋଜିକୁ ନେଇକି ବା ନ୍ୟୁରୋ ସର୍ଜରୀକି ନେଇକି ଏ ହସ୍ପିଟାଲ ମୁଣ୍ଡ ଟେକିକି ଓଡ଼ିଶାରେ ଠିଆ ହେବ। ଆଉ ଏବେ ଏଥିରେ ସ୍ୱାମୀଜୀଙ୍କର ଯେଉଁ ପୂର୍ଣ୍ଣ ହେବ ଏବଂ ଆମେ ସମସ୍ତେ ମଧ୍ୟ ଏ ଅଞ୍ଚଳର ଲୋକମାନେ
କିଛି କିଛି ସେବା ଏବଂ ସୁବିଧା ପାଇପାରିବା, ଯେଉଁଟାକି ଆମର ଏକାନ୍ତ କାମ୍ୟ। ତେଣୁ ମୁଁ ବିଶେଷ କିଛି କହୁନାହିଁ। ସାରିବା ପୂର୍ବରୁ ମୁଁ ଭଗବାନ ଶିବଙ୍କର ଗୋଟେ ମନ୍ତ୍ର ଏବଂ ତାକୁ ସମସ୍ତେ ପଢ଼ିକି ଆମେ ତାପରେ ମୋର ବକ୍ତବ୍ୟ ସାଙ୍ଗ କରିବି। କାହିଁକିନା ପ୍ରାର୍ଥନା ଯେମିତି ଖାଦ୍ୟ ହେଉଛି ଶରୀର ପାଇଁ ଦରକାର, ସେମିତି ପ୍ରାର୍ଥନା ହେଉଛି ଆମର ମାନେ ଆତ୍ମାର ଖାଦ୍ୟ। ତେଣୁ ଆମର ସତ୍ସଙ୍ଗ ଶିକ୍ଷା ଦେଉଛି, ତ ମେଡ଼ିକାଲ କଥା। ତେଣୁ ଆମର ସତ୍ସଙ୍ଗ ନୀଳାଚଳ ସତ୍ସଙ୍ଗ ଶିକ୍ଷା ଦେଉଛି ଯେ ଆମେ ଲୋକନାଥଙ୍କର ଦିବ୍ୟ ନାଁଟି ଜପ କରିବା, ଜଗନ୍ନାଥଙ୍କର କୀର୍ତ୍ତନ ଟିକେ କରିବା ଏବଂ ସତ୍ସଙ୍ଗ ଟିକେ କରିବା ଏବଂ ଯିଏ ଯେଉଁଠି ଯେଉଁ ବିଭାଗରେ ଅଛନ୍ତି ସେବାର ସୁଯୋଗ ପାଉଛେ ସେ ସୁଯୋଗକୁ ହାତଛଡ଼ା କରିବା ପାଇଁ। ଏହାଦ୍ୱାରା ଆମର ঊର୍ଦ୍ଧ୍ୱଗତି ହେବ। ଆମେ ଏଇ ଜନ୍ମରେ ଭଗବାନଙ୍କୁ ଦେଖିବା କି ନାହିଁ ତା ପାଇଁ କେହି ବ୍ୟସ୍ତ ହେବା ଉଚିତ ନୁହେଁ। ମୋର ଯାହା ବ୍ୟକ୍ତିଗତ ଅଭିମତ ଯେ ଆମେ ଭଗବାନଙ୍କୁ ଦେଖିଲେ ବ୍ୟାକୁଳ ହେବା କଥା ନୁହେଁ, କାରଣ ଭଗବାନ ତ ଆମର ସ୍ୱରୂପ, ଆମେ ତ ତାଙ୍କର ସନ୍ତାନ। ଆମେ ଏଇଟା ଭୁଲି ଯାଉଛୁ। ପ୍ରତି ମୁହୂର୍ତ୍ତରେ ଯଦି ଆମେ ସ୍ମରଣ ରଖିବା ଯେ ମୁଁ ଈଶ୍ୱରଙ୍କର ସନ୍ତାନ, ମୁଁ ଭଗବାନଙ୍କର ସନ୍ତାନ, ସେତିକି ହେଉଛି ଯଥେଷ୍ଟ। କେବେ ସେ ଦେଖାଦେବେ, କେତେ ଜନ୍ମରେ ଦେଖାଦେବେ, ତା ପାଇଁ ଏତେ ବ୍ୟସ୍ତ ହେଇକି ଲାଭ କ'ଣ? ତେଣୁ ତା ଦ୍ୱାରା କ'ଣ ହେବ ନା ଆମର ମନ ବହୁତ ଅସ୍ଥିର ହେବ। ତେଣୁ ଆମେ ସବୁବେଳେ ସ୍ମରଣ ରଖିବା ଆମେ ତାଙ୍କର ସନ୍ତାନ, ସେଇଟା ହେଉଛି ସବୁଠୁ ବଡ଼ ଜିନିଷ। ओंकार बिंदु संयुक्तम नित्यं ध्यायन्ति योगिनः कामदं मुख्यदं चैव ओंकाराय नमो नमः। नमन्ति ऋषयो देवो नमन्ते अप्सरं गणः नरा नमन्ति देवसं नकाराय नमो नमः। महादेव महात्मानं महाध्यान परायणं महापाप हरं देवं मकाराय नमो नमः। शिवं शान्तं जगन्नाथं लोकानुग्रहकारकं शिवमेक पदं नित्यं श्रीकाराय नमो नमः। वाहनं वृषभोजस्य वासुकिः कण्ठभूषणं वामे शक्तिधरं देवं वाकराय नमो नमः। यत्र यत्र स्थितो देव सर्वव्यापी महेश्वरः जो गुरुः सर्वदेवनं यकाराय नमो नमः। यकाराय नमो नमः। यकाराय नमो नमः। ओम तस्मै श्री गुरुमूर्तये नमः। इदं श्री दक्षिणामूर्तये। जय जगन्नाथ, जय जगन्नाथ। जय जगन्नाथ।